আবে নথিয়া নাରଣ କୁଆଡେ ଗଲ ବେ? ବନ୍ଧୁକଟା ଆଣ ଗାଡିରେ ଅଛି, ଆଉ ଦିଟା ଗୁଳି ଫୁଟାଏ। ଆବେ କର୍ପୋରେଟ ଇଲେକ୍ସନ ଟା ଜିତିଛି ନା, ଆଉ ବନ୍ଧୁକ ଗୁଳି ନ ଫୁଟିଲେ ଜାଣିବେ କେମିତି ମୁଁ ନେତା ବୋଲିବା। ଗୁଳି କାଇଁ ଫୁଟଉଛ କି? ଗୁଳି କାଇଁ ଫୁଟେଇକି ଏତେ ତମେ ଜଣଉଛ ଦୁନିଆକୁ ତମେ ଜିତିଛ ବୋଲି? ହଁ ଜିତିଛ ଠିକ ଅଛି, ଏମିତି କଣ ନର୍ମାଲ ଶୋଭାଯାତ୍ରା କରି ହୁଅନ୍ତାନି? ତମେ କଣ ଗୋଟେ ଅଧିକା ବାହାଦୁରୀ? ବେ ତୁ ରହ ବେ। ବେ କେତେ ମୋ ନାଁରେ ବିରୋଧୀ ଆସି ହଲାପଟା କଲେ, ଯାତରା କଲେ, ନାଟ ତାମସା କଲେ, ତାପରେ ବି ମୁଁ ଜିତିଲି ନା ଆଉ ଜିତିଲା ପରେ ଟିକେ ଗୁଳି ଫୁଳି ଫୁଟୁ। ଏଇଟା ତ ଟ୍ରେଲର, ବାକି ପିକ୍ଚର ବାକି ଆଗକୁ ଅଛି ନା ଆଉ। ଯିଏ ଭୋଟ ଦେଇଛି ସିଏ ବି ଡରିବେ, ଯିଏ ଭୋଟ ନ ଦେଇଛି ସିଏ ବି ଡରିବେ। ଆମର ଖାତିର ଏଇଟା ବଢିବ ନା ଆଉ। ଗୁଳି ଫୁଟିବ ଫାଇନାଲ। ବେ ଗୁଜିଆ ବନ୍ଧୁକଟା ଆଣବେ। ଦେଖନ୍ତୁ ଆପଣଙ୍କର ଯଦି ଗୁଳି ଫୁଳି ଫୁଟିଲା ତାହେଲେ ପୁଲିସ ଆରେଷ୍ଟ କଲେ ତାହେଲେ କିସ କରିବେ? ଖାଲି ବେକାରରେ ଗୋଟେ ଜିତି ତ ଗଲେ ଠିକ ଅଛି, ଗୁଳି ଫୁଳି ଫୁଟେଇଲେ ଏଇନା ଏখানে ଆରେଷ୍ଟ ଫାରେଷ୍ଟ ହେବେ, ବଦନାମ ହବ, ଏସବୁ ଭଲ ଲାଗିବ ନା? ବେ ତୁ ମତେ ଆଉ ବୁଝାନା, ବୁଝିଲୁ ନା? ବେ ମୁଁ ଜିତିଛି ମାନେ ଗୁଳି ଫୁଟିବାଟା ଫାଇନାଲ। ଶଳା ପୁଲିସ ପୁଲିସ କଣ କରିବ ବେ? ବେ ପୁଲିସ ପରା ଆମ ନିୟମ କାନୁନରେ ବନ୍ଧା। ଆବେ ଆମେ ଉଠ କହିଲେ ଉଠିବ, ବସ୍ କହିଲେ ବସିବ। ବେ ରୁଲିଂ ପାର୍ଟିର କର୍ପୋରେଟ ବେ ମୁଁ। କେହି ମୋର ବାଳ ଗୋଟେ ବଙ୍କା କରିପାରିବେନି। ଆଚ୍ଛା ତମକୁ ଏ ଗୁଳି ଫୁଟେଇବା ଆଇଡିଆଟା ଆସିଲା କୋଉଠୁ? ଆମେ ସମସ୍ତେ ଏ ଓଡିଶାର ଆଜି ପର୍ଯ୍ୟନ୍ତ ଯେକୌଣସି ପାର୍ଟି ଜିତୁ କେବେ ସେଲିବ୍ରେସନଟା ଗୁଳି ଫୁଟେଇ କରିନାହାନ୍ତି। ତମକୁ ଏ ଗୁଳି ଫୁଟେଇବା ଆଇଡିଆଟା ଆସିଲା କେମିତି? ହେ ତେରିକା, ତତେ କଣ ବୁଝେଇବି କହିଲୁ? ଏ ବିହାର ଯାଇଥିଲି, ୟୁପି ଯାଇଥିଲି, ସେଠି ମୋର ସବୁ ବନ୍ଧୁବାନ୍ଧବ ଅଛନ୍ତି। ସେଠି ରାଜନୀତିରେ ଜିତିଗଲା ପରେ ସେଲିବ୍ରେସନ ପୁରା ଗୁଳି ଫୁଳି ଫୁଟେଇକି ଅଲଗା ପ୍ରକାର କରିବେ। ସେଠି ତାଙ୍କର ପୁଲିସ ବି ଡରିବ। ଆଉ ମୁଁ ଗୋଟେ ଜିତିଛି, ଆମର ଏଠି ଫୁଟାଫୁଟି କରିକି ଓଡିଶାରେ କିଛି ଗୋଟେ ହେବନି ନା। ତେଣୁକରି ମୁଁ ଗୋଟେ ଫୁଟେଇଲି, ଆଉ ଗୋଟେ ଖୁସି, ଆଉ ଗୋଟେ ମାହୋଲଟା ଅଲଗା ପ୍ରକାର ହେବ। ମାହୋଲଟା ଗୋଟେ ଅଲଗା ପ୍ରକାର ହେବ। ଗୋଟେ ଗୁଳି ଫୁଳି ଫୁଟିଲେ, ଗୁଳିଟା ଫୁଟିଲେ ଲୋକ ଟିକେ ଖାତିର କରିବେ, ଡରିବେ। ନାଇଁ ବନ୍ଧୁକ ଅଛି, ଫୁଟେଇ ଦବ କେତେବେଳେ। ଏଇ ଆଶା ନେଇ ଗୋଟେ ଫୁଟେଇ ଦେଲି। ତମେ ତାକୁ କାହିଁକି ଅଧିକା ହାଇଲାଇଟ କରୁଛ? ଆଉ ଦିଟା ଫୁଟେଇ ବେ ଗୁଜିଆ। ଏ ଶଳା କୁଆଡେ ଗଲା? ଶଳା ପିଇକି କୋଉଠି ଗଡୁଥିବ, ବନ୍ଧୁକଟା ଆଣିଲେ ଶଳା ଆସିନା ମୁଁ ଆଉ ଦିଟା ଗୁଳି ଫୁଟାନ୍ତି। 22 ବର୍ଷ ହେଲାଣି ତ ତମେ ରାଜ୍ୟକୁ ପୁରା ଫୁଟେଇ ଫୁଟେଇ ଚାଲିଛ ତମେ, ବୁଝିଲ ନା? ଏମିତି ବାଗରେ ତମେ ଭୋଟ କିଣା ବିକା କରୁଛ, ଯାହା ଫଳରେ କି ସାଧାରଣ ଲୋକ ସେ କିଛି ଜାଣିପାରୁନି, ତମକୁ ଭୋଟ ଦେଇ ଦଉଛି, ବୁଝିଲ ନା? କିନ୍ତୁ ହଉ, ବେଳ ବି ଆସିବ, ତମର ଏ ଫୁଟାଟା କୁଟାରେ ପରିଣତ ହବ। ୱେଟ୍, ଅଧିକା କଥାବାର୍ତ୍ତା କରିବୁନି। ଏଇ ଖଣା ଶଳା ତମ ମୁଣ୍ଡରେ ଫୁଟେଇ ଦେବି, ବୁଝିପାରିଲୁ ନା? ଆରେ ଲୋକ ଦେଖ, ଏଇନା ହଉଛି ସମ୍ପୂର୍ଣ୍ଣ ରାଜନୀତିଟା ହଉଛି ବେପାର। ଲୋକେ ପଇସା ନେବେ, ଭୋଟ ଦେବେ। ଏଇଟା ହଉଛି 5 ବର୍ଷ ପର୍ଯ୍ୟନ୍ତ ଆମର ଏଇଟା ହଉଛି ଗୋଟେ ବିଜନେସ ଚାଲିଲା। ସେଇ ବିଜନେସ ରୁ କିଛି ଆମେ ମାରି ଝାଟି କିଛି ପଇସା ରଖିଦଉ। କୋଉଠି ଆମର ଚିଟଫଣ୍ଡ ରୁ ପଇସା ରଖିଦଉ, କୋଉଠି ଡାଲି, କୋଉଠି ଚାଉଳ, କୋଉଠି ଆମର ଖଣି, କୋଉଠି ପାଣି, କିମ୍ବା କୋଉଠି ଆମର ଏଇ ଯୋଉ କଣ୍ଟ୍ରୋଲ ଚାଉଳ, କିମ୍ବା କୋଉଠି ଆମର ଚାଷୀମାନେ ପରିବା ଚାଷ କରୁଛନ୍ତି। ଏମିତି ବିଭିନ୍ନ ପ୍ରକାର ଉପାୟରେ କେମିତି ଲୋକଙ୍କଠୁ ଆମେ ପଇସାଟା ରଖିଥାଉ। କଣ ପାଇଁ? 5 ବର୍ଷରୁ ଥରେ ଆମେ ଇନଭେଷ୍ଟମେଣ୍ଟ କଲୁ, କୁକୁଡ଼ା ଦେଲୁ, ମଦ ଦେଲୁ, ଗାଁ ଗାଁରେ ମଦ ଦୋକାନ ଖୋଲିଲୁ। ଆପଣ ଏଇଠୁ ସିଧା ଯିବେ ଚାଲି ଚାଲିକି। ମୁଁ ଆପଣ କହିଥିଲି ଗୋଟେ ବଡ କଥା, ତୁ ଏଇଠୁ ସିଧା ଚାଲି ଚାଲିକି ଯିବୁ, ବୁଝିଲୁ? ଏଇଠି ବାଟ ପାଖରେ ଗୋଟେ ଟିଅଲ ଗୋଟେ ପାଇବୁନି ପିଇବା ପାଇଁ। ସେଇ ଟିଅଲ କହିଲେ ଖାଲି ମଦ ଦୋକାନ ପାଖରେ ପାଖରେ ଗୋଟେ ଗୋଟେ ରଖିଛି। ଉପଚାରୀ ଦୃଷ୍ଟିରୁ ଟିଅଲଟା କେବଳ ସେ ମଦ ଦୋକାନ ପାଖରେ ହିଁ ପାଇବୁ, କାରଣ ପାଣିଟା ସେ ମଦ ସାଙ୍ଗରେ ଟିକେ ନ ପିଇଲେ ଭଲ ଲାଗିବନି। ଆମର ଏଟା ଗୋଟେ ବେପାର ନା, ଗୋଟେ ରାଜନୀତିଟା ଏଟା ଗୋଟେ, ତତେ ଗୋଟେ ନିଜ ଲୋକଟା ବୋଲି କହୁଛି ନା ଆଉ। ନହେଲା ମୁଁ ଏ କଥା ଜମା କୁହେନି ହେଲା। ଲୋକଙ୍କୁ ଦେଖିଲେ ସାଙ୍ଗେ ସାଙ୍ଗେ ମୁଁ ଏମିତି ତାଙ୍କ ଦେଖିକି ଜୁହାର ହେଇ ପଡିବି, ସେ କହିବେ ଶଳା ମଉସା ପୁଅ ଭାଇ ମୋର, ବୁଝିଲ? ତେଣୁ ଲୋକଙ୍କୁ ଯେତେ ହସି ହସି ମୂଳଟା ମାରିପାରିବ। ଆଜି ବନ୍ଧୁକ ଫୁଟିଛି, କାଲି ବୋମା ଫୁଟିବ ନା ଆଉ। ହଉ ଶଳା ତୁ ଯାହା କରୁଛୁ କର, ହେନେ ମୋ ସହିତ ମୋର ଗଜର ଗଜରେ କିଛି ଲାଭ ନାହିଁ, ମୋର ସିଆଡେ କେତେ କାମ ଅଛି। ହେ ବେକାର କଥା ଗୁଡା କହନା। ଇଏ କାମ ମାନେ ସବୁ ବାଳରୁ ଉପାଡ଼ିକି ଚାଳରୁ ଖସି ପକେଇବୁ, ବୁଝିଲୁ ନା? ମୁଁ ଗୋଟେ କେତେ ବଡ ନେତା, ଗୋଟେ କର୍ପୋରେଟରେ ଜିତିଛି। ମୁଁ ଶଳା ଗୋଟେ ବନ୍ଧୁକ ଫନ୍ଧୁକ ଫୁଟଉଛି, ତତେ ଡର ଲାଗୁନି ନା? ତୁ ମୋ ପାଖରେ ଏନେ ଶଳା ଖାତିର ଗୋଟେ ବଢିବ।